ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଥରେ ଗୋଟିଏ ମନ୍ଦିରର ପୂଜକ ଭଗବାନଙ୍କୁ କହିଲେ, ହେ ଭଗବାନ, ଆପଣ ଗୋଟିଏ ଜାଗାରେ ବସିଛନ୍ତି, କିଛି କାମ କରୁନାହାନ୍ତି, କିନ୍ତୁ ମୁଁ ସକାଳୁଠୁ ସନ୍ଧ୍ୟା ଯାଏ ସବୁଦିନ ସବୁବେଳେ କାମ କରୁଛି। ଆପଣଙ୍କ ଜୀବନ ବହୁତ ସୁନ୍ଦର। ଗୋଟିଏ ଦିନ ପାଇଁ ମୋ ସ୍ଥାନକୁ ଆପଣ ଆସନ୍ତୁ ଓ ମୁଁ ଆପଣଙ୍କ ସ୍ଥାନକୁ ଯିବି। ଗୋଟିଏ ଦିନ ଟିକେ ଶାନ୍ତିରେ ବସିବି। ତାଙ୍କ କଥା ଶୁଣି ଭଗବାନ କହିଲେ, ତୁ ମୋ ସ୍ଥାନରେ ବସିପାରିବୁ ନାହିଁ, କାରଣ ଗୋଟିଏ ଜାଗାରେ ବସିବା ଭାରି କଷ୍ଟ। ତୁ ଏ କାମ କରିପାରିବୁ ନାହିଁ। ତଥାପି ପୂଜକ ଭଗବାନଙ୍କ ପାଖରେ ଗୁହାରି କଲେ, ମୋତେ ତ ଥରେ ସୁଯୋଗ ଦିଅନ୍ତୁ। ଭଗବାନ ତ ପରମ ଦୟାଳୁ। ସେ ତାଙ୍କର ମନବାଞ୍ଛା ପୂରଣ କଲେ। କହିଲେ, ତୁ ଖାଲି ବସିବୁ, କିନ୍ତୁ କିଛି କହିବୁ ନାହିଁ କି କିଛି ବି କରିବୁ ନାହିଁ, କାରଣ ଏଠାକୁ ବହୁତ ପ୍ରକାରର ଲୋକ ଆସୁଛନ୍ତି। ଏହାପରେ ପୂଜକ ଭଗବାନଙ୍କ ସ୍ଥାନରେ ବସିଲେ। ସେ ଦିନର ପ୍ରଥମ ଭକ୍ତ ଆସିଗଲେ ଓ ଭଗବାନଙ୍କୁ ପ୍ରଣାମ କରି 50,000 ଟଙ୍କା ମନ୍ଦିର ହୁଣ୍ଡିରେ ପକାଇବା ସମୟରେ ଅଜାଣତରେ ଟଙ୍କା ଥଳିଟି ତଳେ ଖସି ପଡ଼ିଲା। ପୂଜକ ତ ଭଗବାନଙ୍କ ସ୍ଥାନରେ ବସିଛନ୍ତି। ତାଙ୍କର କହିବାକୁ ଇଚ୍ଛା ହେଉଥିଲା, ରେ ଭକ୍ତ, ତୋ ଟଙ୍କା ଥଳିଟି ତଳେ ଖସି ପଡ଼ିଲା। କିନ୍ତୁ ସେ କହିଲା ନାହିଁ, କାରଣ ତାକୁ ଭଗବାନ ମନା କରିଛନ୍ତି, ତୁ କାହାକୁ କିଛି କହିବୁ ନାହିଁ। ଟିକିଏ ପରେ ଆଉ ଜଣେ ଭକ୍ତ ଆସିଲେ। ସେ ହୁଣ୍ଡିରେ ଗୋଟିଏ ଟଙ୍କା ପକାଇ କହିଲେ, ହେ ଭଗବାନ, ମୋର 50,000 ଟଙ୍କା ଦରକାର ଅଛି। ମୋତେ ଆଶୀର୍ବାଦ କରନ୍ତୁ, ପଇସା ମିଳିଯାଉ। ଏତିକି ବେଳେ ମନ୍ଦିରରେ ପଡ଼ିଥିବା ଟଙ୍କା ଥଳିଟି ପାଇଁ ସେ ଭାରି ଖୁସି ହୋଇଗଲା। କହିଲା, ଭଗବାନ ତୁମେ କେତେ ମହାନ, ସାଙ୍ଗେ ସାଙ୍ଗେ ମୋ ଦୁଃଖ ବୁଝିଦେଲ। ପୂଜକ ତ ଭଗବାନଙ୍କ ସ୍ଥାନରେ ଅଛି। ଟିକେ ରାଗିଯାଇ ମନେ ମନେ କହୁଥିଲା, ଗୋଟିଏ ଟଙ୍କା ଦେଲୁ, 50,000 ଟଙ୍କା ନେଇଗଲୁ। ଚୋରଟା ଗୋଟାଏ ଠକ ତୁ। କିନ୍ତୁ କିଛି କହିପାରୁନଥାଏ, କାରଣ ତାକୁ ଭଗବାନ ମନା କରିଛନ୍ତି। ପରେ ପରେ ତୃତୀୟ ଭକ୍ତ ଆସିଲେ। ତାଙ୍କର ପରିବାର ସହ ସାଙ୍ଗରେ ଭୋଗ ଧରି ଆସିଥାନ୍ତି। ଭଗବାନଙ୍କୁ ପ୍ରଣାମ କରି କହୁଥାନ୍ତି, ହେ ପ୍ରଭୁ, ମୁଁ 15 ଦିନ ପାଇଁ ପାଣି ଜାହାଜରେ ଯିବି। ମୋତେ ଆଶୀର୍ବାଦ କର। ମୁଁ ଭଲରେ ଭଲରେ ଯାଇ ଭଲରେ ଭଲରେ ଫେରି ଆସିବି। ଆସିଲେ ତୁମ ପାଖରେ 108 ନଡ଼ିଆ ଭୋଗ ଦେବି। ଏତିକି ବେଳେ ପ୍ରଥମ ଭକ୍ତ, ଯାହାର ଟଙ୍କା ଥଳିଟି ଖସି ପଡ଼ିଥିଲା, ସେ ପୁଲିସ ଧରି ଆସିଲେ। ସେ ସେଠାରେ ଉପସ୍ଥିତ ଥିବା ତୃତୀୟ ଭକ୍ତଙ୍କୁ ଦେଖି କହିଲେ, ମୋର ଟଙ୍କା ଥଳିଟି ଏଇଠି ଖସି ପଡ଼ିଥିଲା, ତୁମେ ନେଇଯାଇଛ। ସେ ଭକ୍ତଟି ମନା କଲା, କିନ୍ତୁ ପୁଲିସର ସେ ଲୋକ ଉପରେ ସନ୍ଦେହ ହେଲା। ସେ ଜବରଦସ୍ତ କଲା ପୁଲିସ ଷ୍ଟେସନକୁ ଯିବା ପାଇଁ। ଏସବୁ କଥା ଭଗବାନଙ୍କ ସ୍ଥାନରେ ବସି ପୂଜକ ଦେଖୁଥିଲେ। ସେ ଆଉ ଜମା ସହି ପାରିଲେ ନାହିଁ। ସେ କହିଲେ, ସମସ୍ତେ ରହିଯାଅ। ମୁଁ ଭଗବାନ ସବୁ କଥା ଶୁଣିଛି ଓ ଦେଖିଛି। ଏ ଲୋକ ଟଙ୍କା ଥଳିଟି ନେଇ ନାହିଁ। ଗୋଟିଏ ଭିକାରୀ ଆସିଥିଲା, ଗୋଟିଏ ଟଙ୍କା ହୁଣ୍ଡିରେ ପକାଇ 50,000 ଟଙ୍କା ନେଇଗଲା। ପରେ ସେ ଲୋକର ଚେହେରା ବି ପୂଜକ ପୁଲିସଙ୍କୁ କହିଲେ। ପୁଲିସ ଚେକ୍ କଲା ପରେ ସେ ଲୋକଟି ଆରେଷ୍ଟ ହେଲା। ଏ ଲୋକଙ୍କୁ ପୁଲିସ ଛାଡ଼ିଦେଲେ। ଏ ଭକ୍ତ ଜଣକ ଜଣେ ନାବିକ ଥିଲା। ସେ ପାଣି ଜାହାଜରେ ଗଲା। ରାତି ହୋଇଗଲା। ଭଗବାନ ଆସି ପୂଜକଙ୍କୁ ପଚାରିଲେ, ଦିନଟି କେମିତି କଟିଲା? ପୂଜକ କହିଲେ, ଭାରି ଭଲ। ମୁଁ ଆଜି ବଡ଼ କାମଟିଏ କରିଛି। ଗୋଟିଏ ନିର୍ଦ୍ଦୋଷକୁ ମୁଁ ରକ୍ଷା କରିଛି। ଭଗବାନ ସେଇଠୁ କହିଲେ, ମୁଁ ତୋତେ ମନା କରିଥିଲି କିଛି କଥା କହିବୁନି ବୋଲି, କିନ୍ତୁ ତୁ ସବୁ କିଛି ନିୟମ ଭାଙ୍ଗି ବିଗାଡ଼ି ଦେଲୁ। ଆରେ ମୂର୍ଖ ପୂଜକ, ଯିଏ ପ୍ରଥମେ ଆସି 50,000 ଟଙ୍କା ଦେଲା, ସେ ଚୋରି କରି 1,00,000 ଟଙ୍କା ଆଣିଥିଲା। ଯେତେବେଳେ ସେ ଚୋରି କରି ପଇସା ଆଣେ, ଅଧା ପଇସା ମନ୍ଦିରରେ ଦିଏ, ଅଧା ପଇସା ସିଏ ରଖେ। ଦ୍ୱିତୀୟ ଭକ୍ତ, ଯିଏ ପଇସା ନେଇଗଲା, ସେ ତା ମାଆର ଅପରେସନ୍ କରିବାର ଥିଲା। ସେ ପଇସାରେ ତା ମାଆ ଅପରେସନ୍ ହୋଇଥାନ୍ତା ଏବଂ ତା ମାଆ ବଞ୍ଚି ଯାଇଥାନ୍ତା। ଯେଉଁ ତୃତୀୟ ବ୍ୟକ୍ତି ଆସିଥିଲା, ସେ ଚୋରି ଅଭିଯୋଗରେ ଜେଲ୍ ଯାଇଥାନ୍ତା। ଜେଲରେ ରହିଥିଲେ ସେ ସମୁଦ୍ରକୁ ଯାଇପାରିନଥାନ୍ତା ଏବଂ ତା ଜୀବନ ବଞ୍ଚି ଯାଇଥାନ୍ତା, କାରଣ ସମୁଦ୍ରରେ ଏବେ ସୁନାମି ଆସିବାର ଅଛି। ଏଥର ବୁଝିଲୁ ତ ପୂଜକ, ମୁଁ କ'ଣ ପାଇଁ ଚୁପ୍ ରହିଥାଏ? ଆଗକୁ କ'ଣ ହେବ ମୁଁ ଭଲ ଭାବରେ ଜାଣିପାରିଥାଏ। ଏ ସୃଷ୍ଟି ମୋର, ଏ ସମସ୍ତ ପ୍ରାଣୀ ବି ମୋର। ମୁଁ କେବେ କାହାର କିଛି କ୍ଷତି କରିବି ନାହିଁ। ପୂଜକ ତାଙ୍କର ଭୁଲ ବୁଝିପାରି ଭଗବାନଙ୍କୁ କ୍ଷମା ମାଗିଲେ
ଆଉ କହିଲେ, ଆମେ ସାଧାରଣ ମାନବ ଆପଣଙ୍କର ଗୁଣ ରହସ୍ୟକୁ ବୁଝିପାରିଲୁନି ପ୍ରଭୁ। ଆମେ ସାଧାରଣ ମାନବ ଆପଣଙ୍କ ଗୁଣ ରହସ୍ୟକୁ ବୁଝିପାରିଲୁନି ପ୍ରଭୁ। ଆପଣ ସର୍ବଜ୍ଞ ହେତୁ ଏସବୁ ବୁଝିଛନ୍ତି। କରୁଣା ରଖନ୍ତୁ ପ୍ରଭୁ। ଆପଣଙ୍କର ଦାସାନୁଦାସ ହୋଇ ମୋର ଅବଶିଷ୍ଟ ଜୀବନ ବିତିଯାଉ। ଆମ ଜୀବନରେ କିଛି ଅଘଟଣ ଦୁର୍ଘଟଣା ଘଟିଲେ ଆମେ ବିଚଳିତ ହୋଇଯାଇଥାନ୍ତି। ଭଗବାନଙ୍କୁ ନାନା କଥା ଅକଥା କହି ଦିଅନ୍ତି। ଆହୁରି ମଧ୍ୟ କହନ୍ତି, ହେ ଭଗବାନ, ଏତେ ଦୁଃଖ କ'ଣ ପାଇଁ ଦେଉଛ? କିନ୍ତୁ ସେ ଯେ ମଙ୍ଗଳମୟ ସଚ୍ଚିଦାନନ୍ଦ, ସେ ଦୁଃଖ କାହାକୁ କାହିଁକି ବା ଦେବେ? ଜୀବନର ସମସ୍ତ ଅବସ୍ଥା, ସୁଖ ଦୁଃଖ ଭୋଗ ଆମ ନିଜସ୍ୱ ପ୍ରାରବ୍ଧ କର୍ମର ଫଳ। ଏହା ଆମକୁ ବୁଝିବାକୁ ହେବ ନିଶ୍ଚିତ। ଯାହା ହୋଇଛି ଭଲ ହୋଇଛି, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହିଁ ହେବ, କାରଣ ଏ ସୃଷ୍ଟି ଭଗବାନଙ୍କର। ଆମେ ସମସ୍ତେ ପରମ ପିତାଙ୍କର ସନ୍ତାନ। ଏଣୁ ଭଗବାନ ଆମର କୌଣସି କ୍ଷତି କରିବେ ନାହିଁ। ସେ କ୍ଷମାସାଗର ହେତୁ ହୃଦୟର ସହ ତାଙ୍କର ଅମୃତମୟ ନାମ ଓ ଗୁଣକୁ ବାରମ୍ବାର ଶ୍ରବଣ କୀର୍ତ୍ତନ ସ୍ମରଣ ମନନ ଓ ନିନିଧ୍ୟାସନ କରିବା ଯଥେଷ୍ଟ। କେବଳ ଭକ୍ତି ସହକାରେ ଧୈର୍ଯ୍ୟର ସହିତ ମାନସିକ ଭାବରେ ତାଙ୍କୁ ଡାକିବାକୁ ପଡ଼ିବ। ବନ୍ଧୁଗଣ, ଭିଡ଼ିଓଟା ଭଲ ଲାଗିଲେ ଲାଇକ୍, ସବସ୍କ୍ରାଇବ୍ ଓ ସେଭ୍ କରନ୍ତୁ। ସବସ୍କ୍ରାଇବ୍ କଲେ ଏମିତି ଭିଡ଼ିଓ